ଆପଣଙ୍କର ହାତର ଆଙ୍ଗୁଠି ଝିମଝିମ୍ ହେଉଛି? ହାତ କାଲୁଆ କିମ୍ବା ବଧିରା ଆପଣ ଅନୁଭବ କରୁଛନ୍ତି କି? ଯନ୍ତ୍ରଣା ଯୋଗୁଁ ରାତିରେ ଆପଣଙ୍କର ନିଦ ଭାଙ୍ଗି ଯାଉଛି କି? ଯଦି ଏହି ସବୁ ଲକ୍ଷଣ ଆପଣଙ୍କ ପାଖରେ ଦେଖାଯାଉଛି, ତାହେଲେ ଏହି ଭିଡ଼ିଓଟି ଆପଣମାନଙ୍କ ପାଇଁ। ନମସ୍କାର, ଏସା ଡକ୍ଟର ମାଇକ୍ରୋ ଚ୍ୟାନେଲ ତରଫରୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜିର ଭିଡ଼ିଓରେ ଆଲୋଚନା କରିବି କାର୍ପାଲ ଟନେଲ ସିଣ୍ଡ୍ରୋମର ଏକ୍ସରସାଇଜ୍ ବିଷୟରେ। 5ଟି ବେଷ୍ଟ ଏକ୍ସରସାଇଜ୍ ବିଷୟରେ ଆଜି କହିବି। ଏହି ଭିଡ଼ିଓଟି ମୋର ପୂର୍ବ ଭିଡ଼ିଓର କଣ୍ଟିନ୍ୟୁସନ୍ ହିଁ ଅଛି। ପୂର୍ବ ଭିଡ଼ିଓରେ ମୁଁ ଆଲୋଚନା କରିଥିଲି କାର୍ପାଲ ଟନେଲ ସିଣ୍ଡ୍ରୋମ କ'ଣ, ତା'ର କାରଣ, ଲକ୍ଷଣ ଏବଂ ସେଲ୍ଫ ଟେଷ୍ଟ ବିଷୟରେ କହିଥିଲି। ସେଲ୍ଫ ଟେଷ୍ଟ କରି ଆପଣ ଘରେ ବସି ଜାଣିପାରିବେ କି ଆପଣଙ୍କୁ କାର୍ପାଲ ଟନେଲ ସିଣ୍ଡ୍ରୋମ ହୋଇଛି କି ନାହିଁ। ଏବଂ ତା ସହିତ ଟ୍ରିଟମେଣ୍ଟ ପ୍ରୋଟୋକଲ୍ ବିଷୟରେ ମଧ୍ୟ ଫୋକସ୍ କରିଥିଲି। ଆପଣମାନେ ଯାଇକରି ଭିଡ଼ିଓଟିକୁ ନିଶ୍ଚୟ ଦେଖିଥିବେ। ଯଦି ଭିଡ଼ିଓଟିକୁ ଦେଖି ନାହାନ୍ତି, ତାହାର ମୁଁ ଲିଙ୍କ୍ ଡେସ୍କ୍ରିପ୍ସନରେ ଦେଇଦେବି। ଆପଣମାନେ ଯାଇକରି ଭିଡ଼ିଓଟିକୁ ନିଶ୍ଚୟ ଦେଖନ୍ତୁ। ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଡାହାଣ ପଟେ ଥିବା ବେଲ୍ ଆଇକନ୍ରେ ଅଲ୍ ବଟନ୍କୁ କ୍ଲିକ୍ କରନ୍ତୁ। ଏହାପରେ ମୁଁ ଯେଉଁ ଭିଡ଼ିଓ ପୋଷ୍ଟ କରିବି ତାହା ଆପଣମାନେ ପାଇପାରିବେ। ଚାଲନ୍ତୁ ଭିଡ଼ିଓଟିକୁ ଆରମ୍ଭ କରିବା। ଭିଡ଼ିଓଟିକୁ ଆପଣମାନେ ପୁରା ଦେଖନ୍ତୁ। ପ୍ରଥମ ଏକ୍ସରସାଇଜ୍ ହେଉଛି ଟେଣ୍ଡନ୍ ଗ୍ଲାଇଡିଂ ଏକ୍ସରସାଇଜ୍। ଏହି ଟେଣ୍ଡନ୍ ଗ୍ଲାଇଡିଂ ଏକ୍ସରସାଇଜ୍ 5ଟି ସାଇକେଲରେ ହୋଇଥାଏ। ପ୍ରଥମ ପୋଜିସନରେ ଆପଣ ହାତ ଏବଂ ଆଙ୍ଗୁଠିକୁ ସିଧା ରଖିବେ। ସେକେଣ୍ଡ ପୋଜିସନରେ ଆପଣ ଆଙ୍ଗୁଳିକୁ ହୁକ୍ ବନେଇବେ। ଥାର୍ଡ଼ ପୋଜିସନରେ ଆପଣ ହାତ ଏବଂ ଆଙ୍ଗୁଠିକୁ 90 ଡିଗ୍ରୀ ଏଙ୍ଗେଲରେ ରଖିବେ। ଫୋର୍ଥ ପୋଜିସନରେ ଆପଣ ଷ୍ଟ୍ରେଟ୍ ଫିଷ୍ଟ କରନ୍ତୁ। ଫିଫ୍ଥ ପୋଜିସନରେ ଫୁଲ୍ ଫିଷ୍ଟ କରିବେ। ଚାଲନ୍ତୁ ଏହାକୁ ଆଉଥରେ ଶୁଣିବା। ପ୍ରଥମ ପୋଜିସନରେ ଆପଣ ହାତ ଏବଂ ଆଙ୍ଗୁଳିକୁ ସିଧା ରଖିବେ। ସେକେଣ୍ଡ ପୋଜିସନରେ ଆଙ୍ଗୁଳିକୁ ଆପଣ ହୁକ୍ ବନେଇବେ। ଥାର୍ଡ଼ ପୋଜିସନରେ ଆପଣ ହାତ ଏବଂ ଆଙ୍ଗୁଠିକୁ 90 ଡିଗ୍ରୀ ଏଙ୍ଗେଲରେ ରଖିବେ। ଫୋର୍ଥ ପୋଜିସନରେ ଆପଣ ଷ୍ଟ୍ରେଟ୍ ଫିଷ୍ଟ କରିବେ। ଫିଫ୍ଥ ପୋଜିସନରେ ଆପଣ ଫୁଲ୍ ଫିଷ୍ଟ କରିବେ, ଅର୍ଥାତ୍ ସବୁ ଆଙ୍ଗୁଳିକୁ ଆପଣ ମୁଠା କରିବେ। ଏହାକୁ ଆପଣ ଦିନରେ 2ରୁ 3 ଥର କରିବେ। ଘରେ ଆପଣ 10 ରିପିଟେସନ୍ କରିବେ। ଏହି ଏକ୍ସରସାଇଜ୍ କଲେ ଆପଣଙ୍କର ସିମ୍ପଟମ୍ସ ରିଲିଫ୍ ହେବ। ସେକେଣ୍ଡ ଏବଂ ଥାର୍ଡ଼ ଏକ୍ସରସାଇଜ୍ ହେଉଛି ମିଡିଆନ୍ ନର୍ଭ ଗ୍ଲାଇଡିଂ ଏକ୍ସରସାଇଜ୍। ଏହି ନର୍ଭ ଗ୍ଲାଇଡିଂ ଏକ୍ସରସାଇଜ୍ କଲେ ଆପଣଙ୍କର ପେନ୍ କମ୍ ହେବ। ଏଥିରେ ଆପଣ ହାତକୁ ନ୍ୟୁଟ୍ରାଲ୍ ପୋଜିସନରେ ରଖନ୍ତୁ। ଏଲ୍ବୋକୁ ବଡ଼ି ପାଖକୁ ରଖନ୍ତୁ। ହାତକୁ ମୁଠା କରନ୍ତୁ। ହାତରୁ ମୁଠାକୁ ଖୋଲନ୍ତୁ। ହାତକୁ ତଳକୁ କରନ୍ତୁ। ଫୋର୍ ଆର୍ମକୁ ବାହାରକୁ କରନ୍ତୁ। ବୁଢ଼ା ଆଙ୍ଗୁଳିକୁ ଜେଣ୍ଟଲ୍ ପ୍ରେସ୍ କରନ୍ତୁ। ଏହାକୁ 5 to 10 ସେକେଣ୍ଡ ହୋଲ୍ଡ କରନ୍ତୁ। ଏହାକୁ ଏକ ଫ୍ଲୋରେ କରିବେ। କୌଣସି ଜାଗାରେ ଆପଣ ଏହାକୁ ବ୍ରେକ୍ ନେବେ ନାହିଁ। ଏହାକୁ ଦିନରେ 2ରୁ 3 ଥର କରିବେ ଏବଂ ଥରକରେ ଆପଣ 4 to 5 ରିପିଟେସନ୍ କରିବେ। ଥାର୍ଡ଼ ମିଡିଆନ୍ ନର୍ଭ ଗ୍ଲାଇଡିଂ ଏକ୍ସରସାଇଜ୍। ଏମିତି ବଡ଼ିକୁ ଏକ୍ରସ୍ କରି ବେଣ୍ଡ କରନ୍ତୁ। ହାତକୁ ଖୋଲିକରି ଫୋର୍ ଆର୍ମ ବାହାରକୁ ବାହାର କରି ହାତକୁ ବଡ଼ିଠୁ ଦୂରେଇ ରଖନ୍ତୁ। ଯେତେବେଳେ ଏହି ପୋଜିସନରେ ଆପଣ ରହିବେ, ସେତେବେଳେ ଏକ ଷ୍ଟ୍ରେଚ୍ ଫିଲ୍ କରିବେ। ଏହି ଷ୍ଟ୍ରେଚ୍କୁ ବଢ଼ାଇବା ପାଇଁ ଆପଣ ନେକ୍କୁ ଅପୋଜିଟ୍ ଡାଇରେକ୍ସନରେ ମୁଭ୍ କରନ୍ତୁ। ଏହାକୁ 4 to 5 ସେକେଣ୍ଡ ହୋଲ୍ଡ କରନ୍ତୁ। ଦିନରେ 2ରୁ 3 ଥର କରନ୍ତୁ ଏବଂ ଥରକରେ 5 ରିପିଟେସନ୍ କରନ୍ତୁ। ଫୋର୍ଥ ଏକ୍ସରସାଇଜ୍ ହେଉଛି ଆପଣ ଗ୍ରିପ୍ ଷ୍ଟ୍ରେନ୍ଥ ବଢ଼ାଇବାକୁ ହେଲେ ଆପଣ ଏକ ଜେଲ୍ ବଲ୍ ନିଅନ୍ତୁ। ଏହି ଜେଲ୍ ବଲ୍କୁ ଆପଣ ସ୍କୁଇଜ୍ କରନ୍ତୁ, ପୁଣି ଛାଡ଼ନ୍ତୁ। ଯେତେବେଳେ ଏହାକୁ ସ୍କୁଇଜ୍ କରିବେ, ଏହାକୁ 4 to 5 ସେକେଣ୍ଡ ହୋଲ୍ଡ କରିବେ, ପୁଣି ଛାଡ଼ିବେ। ଏହାକୁ ଦିନରେ 2ରୁ 3 ଥର କରନ୍ତୁ। ଥରକରେ ଆପଣ 10 to 12 ରିପିଟେସନ୍ କରନ୍ତୁ। ତାପରେ ହେଉଛି ମସାଜ। ଆପଣ ଏମିତି ହିଁ ମସାଜ କରିବେ। ମସାଜ କଲା ଟାଇମ୍ରେ ଆପଣ ମଏଶ୍ଚରାଇଜର୍ ବ୍ୟବହାର କଲେ ମସାଜ ବହୁତ ଭଲ ହେବ। ଏହାକୁ ଆପଣ 1 to 2 ମିନିଟ୍ସ ମସାଜ କରନ୍ତୁ। ଦିନରେ ଆପଣ 3 to 4 ଟାଇମ୍ସ ମସାଜ କରିବେ। ଭିଡ଼ିଓଟିକୁ ଏଇଠି ରଖୁଛି।
आशा करुच्ची यही भिडियोटी आपण मानकर बहुत काम आसीबो। भिडियोटी भल लगी लाइक करंतु। वीडियो रिगार्डिंग आपण पाखरे किछि भी डाउट थिले ता कमेंट सेक्शन रे पचारंतु। फ्रेंड्स एवं रिलेटिव्स संगे बहुत मात्रा शेयर करंतु। आमको मोटिवेट करिया पई चैनल को सब्सक्राइब करंतु। पुणी एमिति वीडियो नहीं करी आसीबी। आज पई नमस्कार।